ଗୋଟିଏ ଜଙ୍ଗଲରେ ରିଙ୍କି ଚଢ଼େଇ ତା ସ୍ୱାମୀ ରଘୁ ଚଢ଼େଇ ଝିଅ ଚିଙ୍କି ସହ ରହୁଥିଲା। ତାଙ୍କ ପରିସ୍ଥିତି ବହୁତ ଖରାପ ଥିଲା। ଦିବେଳା ଦିମୁଠା ଖାଇବା ପାଇଁ ତାଙ୍କ ପାଖରେ ଦାନା ନଥିଲା। ରଘୁ ଚଢ଼େଇ, ଆମ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଖାଇବା ପାଇଁ ଆମ ପାଖରେ କିଛି ବି ନାହିଁ। ଆମେ ସିନା ନ ଖାଇ ରହିଯିବା, ହେଲେ ଆମ ଝିଅ ସେ ତ ବହୁତ ଛୋଟ ଅଛି। ହଁ ରିଙ୍କି ଚଢ଼େଇ, ଆମ ପରିସ୍ଥିତି ଏତେ ଖରାପ ହୋଇଯିବ ବୋଲି ମୁଁ କେବେ ବି ଭାବିନଥିଲି। ଏବେ ମୁଁ କ'ଣ କରିବି? ମୋ ମୁଣ୍ଡରେ ତ କିଛି ବି ପଶୁନି। ରଘୁ ଚଢ଼େଇ, ତମ ସାନ ଭାଇ ପାଖକୁ ତମେ ଯାଅ। ତାଙ୍କୁ କହିଲେ ସେ ଆମକୁ ନିଶ୍ଚୟ ସାହାଯ୍ୟ କରିବେ। ତମେ ଯଦି କହୁଛ ତାହେଲେ ମୋ ସାନ ଭାଇ ପାଖକୁ ମୁଁ ଯାଉଛି। ହେଲେ ତା ସ୍ତ୍ରୀ କଥା ତ ତମେ ଭଲ ଭାବରେ ଜାଣିଛ। ସାଙ୍ଗେ ସାଙ୍ଗେ ରଘୁ ଚଢ଼େଇ ତା ସାନ ଭାଇ ଘରକୁ ଯାଇ ଶୁଣିଲା। ବୁଝିଲ ରାଜୁ, ତମ ବଡ଼ ଭାଇର ପରିସ୍ଥିତି ଏବେ ବହୁତ ଖରାପ। ସେ ନିଶ୍ଚୟ ତମ ପାଖକୁ ସାହାଯ୍ୟ ମାଗିବାକୁ ଆସିବ। ମନେ ରଖ, ତମେ ଯଦି ତାଙ୍କୁ ଟଙ୍କାଟା ବି ଦେଇଥିବ ତାହେଲେ ମୁଁ ତମକୁ ଛାଡ଼ିକି ଚାଲିଯିବି। ଆରେ ମିନା, ମୁଁ କ'ଣ ଏତେ ବଡ଼ ପାଗଳ? ମତେ ଯିଏ ଯାହା ମାଗିବ ମୁଁ ତାକୁ ଦେଇଦେବି? ମୁଁ ସେ ଭିକାରୀକୁ ଟଙ୍କାଟେ ବି ଦେବିନି। ଏମିତି କଥା ଶୁଣି ରଘୁ ଚଢ଼େଇ ଆଖିରୁ ଲୁହ ଆସିଗଲା। ଆଉ ସେ ସେଠାରୁ ପଳେଇ ଆସିଲା। କ'ଣ ହେଲା ରଘୁ ଚଢ଼େଇ? ତମେ ଖାଲି ହାତରେ ପଳେଇ ଆସିଲ କ'ଣ ପାଇଁ? ତମେ ପରା ତମ ଭାଇ ପାଖକୁ ଯାଇଥିଲ ସାହାଯ୍ୟ ମାଗିବା ପାଇଁ। ବୁଝିଲ ରିଙ୍କି ଚଢ଼େଇ, ମୋ ସାନ ଭାଇ ପାଖରୁ ମୁଁ ଏମିତି କଥା କେବେ ବି ଆଶା କରିନଥିଲି। ଛି 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 ଛି, ଆଉ ମୁଁ ସେ ଜାଗାକୁ କେବେ ବି ଯିବିନି। ସେ ମତେ ଭିକାରୀ ବୋଲି ଭାବୁଛି। ରଘୁ ଚଢ଼େଇ, ମତେ କ୍ଷମା କରିଦିଅ। ମୁଁ କହିଲି ବୋଲି ତମ ସାନ ଭାଇ ପାଖକୁ ତମେ ସାହାଯ୍ୟ ମାଗିବା ପାଇଁ ଗଲ। ରିଙ୍କି ଚଢ଼େଇ, ତମେ ଜମା ବ୍ୟସ୍ତ ହୁଅନି। ଆଜି ରାତିକଟା ଆମେ ଉପାସ ରହିଯିବା। କାଲି ସକାଳ ହେଲେ ମୁଁ ସହର ଜଙ୍ଗଲକୁ ଯାଇ କିଛି ନା କିଛି କାମ ନିଶ୍ଚୟ ଯୋଗାଡ଼ କରିଦେବି। ରିଙ୍କି ଚଢ଼େଇ ତା ଝୁଅକୁ ପାଣି ପିଆଇ ଶୁଆଇଦେଲା। ସକାଳୁ ସକାଳୁ ରଘୁ ଚଢ଼େଇ ସହର ଜଙ୍ଗଲକୁ କାମ ଖୋଜିବା ପାଇଁ ଗଲା। ହେଲେ ଦୁର୍ଭାଗ୍ୟବଶତଃ ରଘୁ ଚଢ଼େଇ ଗୋଟେ ହେଲିକପ୍ଟରରେ ବାଡ଼େଇ ହେଇ ତାର ମୃତ୍ୟୁ ହେଇଗଲା। ସ୍ୱାମୀ ଚାଲିଗଲା ପରେ ମା ଝୁଅ ପୁରା ଏକା ହୋଇଯାଇଥିଲେ। ପାରା ଭାଇ, ଏବେ ମୋ ମୁଣ୍ଡ କିଛି ବି କାମ କରୁନି। ଏବେ ମୋ ଛୁଆଟାକୁ ନେଇ ମୁଁ କୁଆଡ଼େ ଯିବି? କ'ଣ ଖାଇବାକୁ ଦେବି? ବୁଝିଲୁ ରିଙ୍କି ଚଢ଼େଇ, ତୁ ମୋ ସାଙ୍ଗରେ ସହର ଜଙ୍ଗଲକୁ ଚାଲେ। ସେଠି ଗୋଟେ ବଡ଼ ସାହୁକାର ରହୁଛନ୍ତି। ସେ ସାହୁକାରଙ୍କ ଘରକୁ ମୁଁ ପ୍ରତିଦିନ କାମ କରିବା ପାଇଁ ଯାଏ। ତୁ ବି ମୋ ସାଙ୍ଗରେ କାଲିଠାରୁ କାମ କରିବା ପାଇଁ ଚାଲେ। ପାରା କଥାରେ ରାଜି ହୋଇ ରିଙ୍କି ଚଢ଼େଇ ତା ଝିଅକୁ ଧରି ସହର ଜଙ୍ଗଲକୁ କାମ କରିବା ପାଇଁ ଗଲା। ଆରେ ଆରେ, ତୁ ତ ଆସିଲୁ। ତୋ ଛୋଟ ଛୁଆଟାକୁ ଧରି କ'ଣ ପାଇଁ ଆସିଲୁ? ତାକୁ ଘରେ ଛାଡ଼ିକି ଆସିଲୁନୁ। ଛୁଆକୁ ଧରି କାମ କରିପାରିବୁ? କ୍ଷମା କରନ୍ତୁ ସାହୁକାର, ମୋ ଛୁଆଟା ବହୁତ ଛୋଟ ଅଛି। ସେଥିଲାଗି ମୁଁ ତାକୁ ଘରେ ଛାଡ଼ିକି ଆସିପାରିଲିନି। ହେଲେ ଚିନ୍ତା କରନ୍ତୁନି, କାଲିଠାରୁ ମୁଁ ତାକୁ ଘରେ ଛାଡ଼ି ଦେଇକି ଆସିବି। ହଉ ହଉ, ଏଥର କାମରେ ଲାଗିଯା। ଇଟା ସବୁ ନେଇକି ଛାତ ଉପରକୁ ଯା। ରିଙ୍କି ଚଢ଼େଇ ଡେରି ନ କରି ଇଟା ସବୁ ଛାତ ଉପରକୁ ବୋହୁଥିଲା। ଏପଟେ ଚିଲ ସାହୁକାର ବସି ତାଳସଜ ଖାଉଥିଲେ। ଚିଙ୍କି ଚଢ଼େଇ ତାଳସଜ ଦେଖି ତାର ବହୁତ ଇଚ୍ଛା ହେଲା ତାଳସଜ ଖାଇବା ପାଇଁ। ମା ମା, ଚିଲ ସାହୁକାର ଯାହା ଖାଉଛନ୍ତି, ମତେ ବି ତାକୁ ଦିଅ ନା ଖାଇବା ପାଇଁ। ନାଇଁ ଚିଙ୍କି, ତାକୁ କେବଳ ବଡ଼ ଚଢ଼େଇ ମାନେ ହିଁ ଖାଆନ୍ତି। ତୁ ତ ଏବେ ଛୋଟ ଅଛୁ, ତୁ ତାକୁ ଖାଇପାରିବୁନୁ। ଝିଅକୁ ବୁଝେଇ ଦେଇ ରିଙ୍କି ଚଢ଼େଇ ତା କାମରେ ଲାଗିଗଲା। ଚିଲ ସାହୁକାର ତାଳସଜ ଖାଇ ବହକି ଯାଇଥିବା ତାଳସଜକୁ ବାହାରେ ଫୋପାଡ଼ିଥାନ୍ତି। ଏପଟେ ଚିଙ୍କି ଆସି ତାଳସଜକୁ ଖାଇବାକୁ ଲାଗିଲା। ଆଉ ଖାଇକିରି କହିଲା, ଆରେ, ଇଏ ତ ବହୁତ ଭଲ ଲାଗୁଛି। ଆକୁ ନେଇ ଆମ ଘର ପଛପଟେ ପୋତିଦେବି। ଇଏ ଗଛ ହେଇ ଫଳ ଫଳିଲେ ମୁଁ ଆକୁ ଆଣି ଖାଇବି। ସଞ୍ଜ ହେଲା ପରେ ନିକି ତା ମା ସହିତ ତାଳସଜକୁ ନେଇ ଘରକୁ ଗଲା। ନିକି, ଏ ତାଳସଜକୁ ନେଇ ବାହାରେ ଫୋପାଡ଼ି ଦେଇ ଆସେ। ତାଳସଜରୁ କ'ଣ ଗଛ ହବ କହିଲୁ? ନାଇଁ ମା, ମୁଁ ଆକୁ ଫୋପାଡ଼ିବିନି। ମୁଁ ଜାଣିଛି ଆ ଦେହରେ ଗୋଟେ ଗଛ ହବ।
ନିକି ଚଢ଼େଇ ତାଙ୍କ ଘର ପଛପଟେ ଗୋଟେ ଗାତ ଖୋଳି ତାଳସଜକୁ ନେଇ ପୋତିଦେଲା। କିଛି ଦିନ ପରେ ନିକି ଚଢ଼େଇ ତାଙ୍କ ଘର ପଛପଟକୁ ଯାଇ ଦେଖିଲା ସେ ଜାଗାରେ ଗୋଟେ ତାଳ ଗଛଟେ ହେଇଛି, ଆଉ ସେଥିରେ ବହୁତ ତାଳ ବି ଫଳିଛି। ସିଏ ବହୁତ ଖୁସି ହେଇଗଲା, ଆଉ ଯାଇ ତା ମାଆକୁ କହିଲା, ମା ମା ଦେଖିବା ଆସ, ଆମ ଘର ପଛପଟେ ଗୋଟେ ତାଳ ଗଛଟେ ହେଇଛି, ଆଉ ସେଥିରେ ବହୁତ ତାଳ ବି ଫଳିଛି। ଆଲୋ ନିକି, ଇଏ କେମିତି ସମ୍ଭବ? କେଇଟା ଦିନ ଭିତରେ ଏଡେ ବଡ଼ ତାଳ ଗଛ କେମିତି ହବ? ମା ମୁଁ ସତ କହୁଛି, ତମେ ମୋ ସାଥିରେ ଆସ, ତମେ ନିଜେ ହିଁ ଦେଖିଦେବ। ରିଙ୍କି ଚଢ଼େଇ ତା ଝୁଅ ସାଙ୍ଗରେ ଯାଇ ଦେଖିଲା ସେ ଜାଗାରେ ବଡ଼ ତାଳ ଗଛଟେ ହେଇଛି, ଆଉ ସେଥିରେ ବହୁତ ତାଳ ବି ଫଳିଛି। ଚଢ଼େଇ, ତୁ ଜମା ଆଶ୍ଚର୍ଯ୍ୟ ହନା, ମୁଁ ହେଲି ଗୋଟେ ଯାଦୁଇ ତାଳ ଗଛ। ତୋ ଝୁଅ ମୋର ବହୁତ ସେବା କଲା, ସେଥିଲାଗି ମୁଁ ତା ଉପରେ ବହୁତ ଖୁସି। ଆଜିଠାରୁ ତୁ ମୋ ଗଛରୁ ତୋର ଯେତେ ଇଚ୍ଛା ତାଳ ତୁ କାଟି ନେଇ ପାରିବୁ। ରିଙ୍କି ଚଢ଼େଇ ଗଛରେ ଚଢ଼ି ତାଳ ସଜ ସବୁ କାଟିବାକୁ ଲାଗିଲା। ସେ ଦେଖିଲା ଯେ ଯେତେ ସେ ତାଳ ସଜ କାଟୁଛି ସେ ଗଛରେ ପୁଣି ଥରେ ତାଳ ସଜ ଫଳି ଯାଉଛି। ଏମିତି ରିଙ୍କି ଚଢ଼େଇ ବହୁତ ତାଳ ସଜ କାଟିଲା। ସେ ତାଳ ସଜକୁ ନେଇ ଜଙ୍ଗଲକୁ ବିକିବା ପାଇଁ ଗଲା। ରିଙ୍କି ଚଢ଼େଇ ଏମିତି ତାଳ ସଜ ବିକ୍ରି କରି ବହୁତ ଟଙ୍କା ରୋଜଗାର କଲା, ଆଉ ସେ ମା ଝୁଅଙ୍କର ଦୁଃଖ ଆସ୍ତେ ଆସ୍ତେ ଦୂର ହେଇଗଲା। ବୁଝିଲ ରାଜୁ ଚଢ଼େଇ, ସେ ରିଙ୍କି ଚଢ଼େଇ ତ ଦିନକୁ ଦିନ ବଡ଼ ଲୋକ ହେଇଗଲାଣି, ଆଉ ନିଜ ପାଇଁ ଗୋଟେ କୋଠା ଘର ବି କରିଦେଇଛି। ହଁ ମିନା, ମୁଁ ଶୁଣିଲି ଭାଉଜଙ୍କ ଘର ପଛପଟେ ଗୋଟେ ଯାଦୁଇ ତାଳ ଗଛଟେ ଉଠିଛି, ଆଉ ଭାଉଜ ସେ ଗଛରୁ ଯେତେ ବି ତାଳ ତୋଳୁଛନ୍ତି ସେ ତାଳ ପୁଣି ଥରେ ଫଳୁଛି। ଆଚ୍ଛା, ତାହେଲେ ଏମିତି କଥା। ନହେଲେ ଗୋଟିଏ ଗଛରୁ ଏତେ ଫଳ ଆସିବ କୋଉଠୁ? ବୁଝିଲ ରାଜୁ, ଆଜି ରାତିରେ ତା ଗଛ ଯାଇ କାଟିଦବା, ତାପରେ ରିଙ୍କି ଦେଇ ପୁଣି ଥରେ ଗରିବ ହେଇଯିବ। ଏମିତି ଭାବି ସ୍ୱାମୀ ସ୍ତ୍ରୀ 2 ଜଣ ରାତି ଅଧରେ ତାଳ ଗଛକୁ ହାଣିବାକୁ ଆସନ୍ତି। ଯେମିତି ତାଳ ଗଛକୁ ହାଣିଛନ୍ତି, ତାଳ ଗଛ ରାଗିଗଲା ଆଉ ସେମାନଙ୍କୁ ବହୁତ ବାଡ଼େଇଲା। ଏମିତି ଶବ୍ଦ ଶୁଣି ରିଙ୍କି ଚଢ଼େଇର ନିଦ ଭାଙ୍ଗିଗଲା। ସେ ବାହାରକୁ ଆସି ଦେଖିଲା, ଆରେ ରାଜୁ ଆଉ ମିନା, ତମେ 2 ଜଣ ଏଠି କଣ କରୁଛ? ବୁଝିଲ ଚଢ଼େଇ, ଏ 2 ଜଣ ମୋତେ ହାଣିବାକୁ ଆସିଥିଲେ, ସେଥିଲାଗି ମୁଁ ରାଗିକି ଆଙ୍କୁ ବହୁତ ବାଡ଼େଇଲି। ରିଙ୍କି ଦେଇ, ଆମ ଦ୍ୱାରା ବହୁତ ବଡ଼ ଭୁଲ ହେଇଗଲା, ଆମକୁ କ୍ଷମା କରିଦିଅ। ତମେ ତାଳ ଗଛକୁ କୁହ ନା ଆମକୁ ଛାଡ଼ିଦେବ, ଆମକୁ ବହୁତ ସେ ବାଡ଼େଇଲାଣି। ରିଙ୍କି ଚଢ଼େଇର ସେମାନଙ୍କ ଉପରେ ଦୟା ଆସିଲା, ଆଉ ସେ ତାଳ ଗଛକୁ କହିଲା କ୍ଷମା କରିଦେବା ପାଇଁ, ଆଉ ସେମାନେ ସେଠାରୁ ପଳେଇଗଲେ।